ଶ୍ରୀମନ୍ଦିରରେ ପବିତ୍ର ମାଘ ପୂର୍ଣ୍ଣମୀ ରେ ଭକ୍ତମାନଙ୍କୁ ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ବହୁ ଭକ୍ତ ମହାପ୍ରଭୁଙ୍କର ଏହି ଚିତ୍ତାକର୍ଷକ ବେଶ ଦର୍ଶନ କରିଥିଲେ। ଏହି ଅବସରରେ ଶ୍ରୀଜୀଉମାନଙ୍କୁ ପରମ୍ପରା ଅନୁଯାୟୀ କ୍ଷୀରି ଓ ଅମାଲୁ ଭୋଗ କରାଯାଇଥିଲା। ପରମ୍ପରା ଅନୁଯାୟୀ ଏକ ବିଶାଳକାୟ କୁମ୍ଭୀର ଗଜରାଜଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ କ୍ଷତାକ୍ତ ଗଜରାଜ କୁମ୍ଭୀର କବଳରୁ ତାକୁ ଉଦ୍ଧାର କରିବା ପାଇଁ ଭଗବାନଙ୍କୁ ଆକୁଳ ପ୍ରାର୍ଥନା କରିଥିଲା। ଗଜରାଜର ପ୍ରାର୍ଥନା ଶୁଣି ଭଗବାନ ଚକ୍ର ପେଷଣ କରି ଗଜରାଜଙ୍କୁ ଉଦ୍ଧାର କରିଥିଲେ। ଏହାର ସ୍ମୃତିରେ ପ୍ରତିବର୍ଷ ମହାପ୍ରଭୁଙ୍କୁ ଗଜ ଉଦ୍ଧାରଣ ବେଶ କରାଯାଇଥାଏ। ଶନିବାର ଦିନ ମଧ୍ୟାହ୍ନ ଧୂପ ଶେଷ ହୋଇ ମଇଲମ ପରେ ତଳୁଛ, ଭିତରଛ, ପୁଷ୍ପାଳକ, ଘଟୁଆରୀ, ମେକାପ ଓ ମହାଜନ ସେବକମାନଙ୍କ ଦ୍ୱାରା ଏହି ବେଶ ସମ୍ପନ୍ନ ହୋଇଥିଲା। ଜଣେ ପାଳିଆ ପୁଷ୍ପାଳକ ଉପସ୍ଥିତ ଥାଇ ଭଣ୍ଡାର ଘର ଠାରୁ 3ଟି ରୂପା ପିଙ୍ଗଣରେ ଘଟୁଆରୀ ଆଣିଥିବା ଚନ୍ଦନ 3 ବାଡରେ ସର୍ବାଙ୍ଗ କରାଯାଇଥିଲା। ମହାଜନ ସେବକମାନେ ଦକ୍ଷିଣ ଘରେ ପଡିଥିବା ଖଟ ସେଜରେ ବିଜେ କରିଥିଲେ। ଏହାପରେ 3 ବାଡରେ କରାଯାଇଥିଲା ଗଜ ଉଦ୍ଧାରଣ ବେଶ। ବେଶ ଶେଷ ହେବା ପରେ ଲକ୍ଷ୍ମୀ ଠାକୁରାଣୀ ସିଂହାସନକୁ ବିଜେ କରି ଅଙ୍ଗ ଲାଗି ହୋଇଥିଲେ। ଗଜ ଉଦ୍ଧାରଣ ବେଶରେ ଶ୍ରୀଜୀଉମାନେ ଚୂଳ, କିରୀଟି, ସୂର୍ଯ୍ୟ, ଚନ୍ଦ୍ର, କର୍ଣ୍ଣକୁଣ୍ଡଳ, ଅଣ୍ଟାପଟି, ବାଜୁବନ୍ଧ, ହାତଫେର, ବାଙ୍କି, ପାହୁଡ, ଗୋଡଖଡୁ, ନାକଚଣା, ପଦ୍ମକଢି ଓ ହାତମାଳ ଆଦି ଅଳଙ୍କାରରେ ବିଭୂଷିତ ହୋଇଥିଲେ। ସୋଲ, ଜରିଜମ୍ବୁରା ଓ କଇଥ ଅଠାରେ ବେଶରେ ସାଜଗୁଡିକ ତିଆରି କରାଯାଇଥିଲା। ବିବିଧ ଅଳଙ୍କାରରେ ଆଭୂଷିତ ଶ୍ରୀ ଜଗନ୍ନାଥ ଗରୁଡ ବାହନ ଉପରେ ବସିବା ଭଙ୍ଗୀରେ ରହିଥିଲେ। ମହାପ୍ରଭୁଙ୍କ ଚତୁର୍ଭୁଜରେ ଶୋଭା ପାଉଥିଲା ଶଙ୍ଖ, ଚକ୍ର, ଗଦା ଓ ପଦ୍ମ। ମହାପ୍ରଭୁଙ୍କ ଅଙ୍କରେ ବିରାଜମାନ କରିଥିଲେ ମହାଲକ୍ଷ୍ମୀଙ୍କ ପ୍ରତିମା। ବାସୁଦେବ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିବା ପ୍ରଭୁ ବଳଭଦ୍ର ଶଙ୍ଖ, ଚକ୍ର, ହଳ ଓ ମୁଷଳ ଧାରଣ କରିଥିଲେ। ଦେବୀ ସୁଭଦ୍ରା ଏକ ପଦ୍ମକଢି ଧରି ବିରାଜିତା ହୋଇଥିଲେ। ମହାପ୍ରଭୁଙ୍କ ସମ୍ମୁଖରେ 2ଟି ହସ୍ତୀ ବା ଗଜ ଶୁଣ୍ଡରେ ପଦ୍ମକଢି ଧାରଣ କରି ଦଣ୍ଡାୟମାନ ଭଙ୍ଗୀରେ ରହିଥିଲେ। ହସ୍ତୀକୁ ଆକ୍ରମଣ କରିବା ଭଙ୍ଗୀରେ ଏକ କୁମ୍ଭୀର ମୂର୍ତ୍ତି ରଖାଯାଇଥିଲା। ଶ୍ରୀଜୀଉମାନଙ୍କୁ ଗଜ ଉଦ୍ଧାରଣ ବେଶରେ ଦର୍ଶନ କରିବା ସହିତ ଗଜେନ୍ଦ୍ର ସ୍ତୁତି ଗାନ କଲେ ସମସ୍ତ ବିପତ୍ତିରୁ ମୁକ୍ତି ମିଳିବା ସହ ମହାପୁଣ୍ୟ ଅର୍ଜନ ହୋଇଥାଏ ବୋଲି ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି।